ପିଲାମାନେ ଏହା ହେଉଛି ସमेଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ତୁମର ଅର୍ଦ୍ଧବାର୍ଷିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଗୁଡ଼ିକ ଆମ ପାଖରେ ପହଞ୍ଚି ଯାଇଛି ଏବଂ ଆମେ ଯଥାସମ୍ଭବ ତୁମମାନଙ୍କ ପାଖକୁ ଆମେ ଏହାର ସଫଳତା ପାଇଁ ତୁମର ସଫଳତା ପାଇଁ ଆମେ ପହଞ୍ଚାଇଛୁ। ତୁମେ ଏହାର ଲାଭ ଉଠାଇବ ନିଶ୍ଚୟ। ଠିକ୍ ଅଛି, ଦେଖିବା ଏହା ଷଷ୍ଠ ଶ୍ରେଣୀ, ସମୟ 2 ଘଣ୍ଟା, ବିଷୟ ହେଉଛି ଗଣିତ। ଠିକ୍ ଅଛି, ଏଇଠି ଲେଖିବ ତୁମର ନାମ, ପରୀକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ଲେଖିବ। ତାପରେ ଏଇଠି ଲେଖିବ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ତୁମର ରୋଲ୍ ନମ୍ବର କେତେ ଏଇଠି ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ପରୀକ୍ଷାର୍ଥୀଙ୍କର ଏଇ ବିଦ୍ୟାଳୟର ନାମ, ଏଇଠି ତୁମର ବିଦ୍ୟାଳୟର ନାମ ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ଅର୍ଥାତ୍ ତୁମେ ଏଇ ପରୀକ୍ଷା ଯେଉଁ ତାରିଖରେ ଦେଉଛ ସେଇ ତାରିଖ ଏଇଠି ଲେଖିବ। ତାପରେ ଏଇଠି ତୁମର କାମ କିଛି ନାହିଁ, ତୁମର ଶିକ୍ଷକଙ୍କ କାମ ଏଇଠି ଅଛି, ଏଇଠି ତୁମର ଶିକ୍ଷକ ଦସ୍ତଖତ କରିବେ। ଠିକ୍ ଅଛି, ତାପରେ ଏଇଠି ପୂର୍ଣ୍ଣାଙ୍କ 50 ତୁମେ କେତେ ମାର୍କ ପାଇବ ଏଇ ଖାଲି ସ୍ଥାନରେ ତୁମର ଶିକ୍ଷକ ଲେଖିବେ। ଠିକ୍ ଅଛି, ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ଅଛି, ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। 10ଟି ଅଛି, 10 ମାର୍କ ମିଳିବ। ଠିକ୍ ଅଛି, ନିମ୍ନ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ଲେଖ। ନିମ୍ନ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ଲେଖ। ଠିକ୍ ଅଛି, ତାପରେ ଖ ନମ୍ବର ଅଛି, ଗୋଟିଏ ରେଖାଖଣ୍ଡର ଡେକ୍ସଟି ପ୍ରାନ୍ତବିନ୍ଦୁ ଥାଏ। ଗୋଟିଏ ରେଖାଖଣ୍ଡର କେତୋଟି ପ୍ରାନ୍ତବିନ୍ଦୁ ଥାଏ ତୁମେ ଏଇଠି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନଟି ଅଛି, ଭଗ୍ନ ସଂଖ୍ୟାରେ ଲେଖ। ଭଗ୍ନ ସଂଖ୍ୟାରେ ଲେଖିବ। ଠିକ୍ ଅଛି, 7ଟି ପେନ୍ରୁ 2ଟି ଭଙ୍ଗା ହେବ, ତେବେ ଭଗ୍ନାଂଶଟି କେତେ ହେବ ଏଇଠି ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ନିମ୍ନ ବିୟୋଗ ପ୍ରକ୍ରିୟାକୁ ଯୋଗ ପ୍ରକ୍ରିୟାରେ ଲେଖ। ଯୋଗ ପ୍ରକ୍ରିୟାରେ ଲେଖିବ ଏଇ ବିୟୋଗ ପ୍ରକ୍ରିୟାକୁ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, 20 ମିଲିମିଟର ସମାନ କେତେ ସେଣ୍ଟିମିଟର। 20 ମିଲିମିଟର ସମାନ କେତେ ସେଣ୍ଟିମିଟର ଏଇଠି ତୁମେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, ସବୁଠାରୁ କ୍ଷୁଦ୍ରତମ ଗୁଣନ ସଂଖ୍ୟା କେତେ। ସବୁଠାରୁ କ୍ଷୁଦ୍ରତମ ଗୁଣନ ସଂଖ୍ୟା କିଏ। ଠିକ୍ ଅଛି, ତାପରେ ଏହାର ପରବର୍ତ୍ତୀ ପ୍ରଶ୍ନ ଅଛି, ଗୋଟିଏ କୋଣର ଡେକ୍ସଟି ଶୀର୍ଷବିନ୍ଦୁ ଥାଏ। ଗୋଟିଏ କୋଣର କେତୋଟି ଶୀର୍ଷବିନ୍ଦୁ ଥାଏ ତୁମେ ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, ତୁମ ଶ୍ରେଣୀର କଳାପଟାରେ ଡେକ୍ସଟି କୋଣ ଦେଖୁଛ। ତୁମ ଶ୍ରେଣୀର କଳାପଟାରେ କେତୋଟି କୋଣ ଦେଖୁଛ ଏଇଠି ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ରଶ୍ମି ଦ୍ୱୟର ଆଦ୍ୟବିନ୍ଦୁ କିଏ। ଏଇ ରଶ୍ମି ଦେଖୁଛ, ଏହାର ଆଦ୍ୟବିନ୍ଦୁ କିଏ ତୁମେ ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ପ୍ରଥମ ମୌଳିକ ସଂଖ୍ୟାଟି କିଏ। ପ୍ରଥମ ମୌଳିକ ସଂଖ୍ୟାଟି କିଏ ତୁମେ ଏଇଠି ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି, କେବଳ ଉତ୍ତର ଗୁଡ଼ିକ କୋଠରୀରେ ଲେଖ। ପାର୍ଶ୍ୱସ୍ଥ ଚିତ୍ରର ନାମ କ'ଣ। ଏଇ ଚିତ୍ରର ନାମ କ'ଣ ତୁମେ ଏଇଠି ଲେଖିବ। ତ୍ରିଭୁଜ ABC। ଠିକ୍ ଅଛି, ତାପରେ 2ଟି ରେଖାର ଛେଦବିନ୍ଦୁ ହେଉଛି ଏକ ଡେକ୍ସ। 2ଟି ରେଖାର ଛେଦବିନ୍ଦୁ ହେଉଛି କ'ଣ ଏଇଠି ତୁମେ ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଏହି ଚିହ୍ନମାନଙ୍କ ମଧ୍ୟରୁ ଉପଯୁକ୍ତ ଚିହ୍ନକୁ କୋଠରୀ ମଧ୍ୟରେ ଲେଖିବ। ଏହି ସଂଖ୍ୟା 2ଟି କେଉଁଟି ବଡ଼ କେଉଁଟି ସାନ ଏଇଠି ଚିହ୍ନ ତୁମେ ଦେବ। କି ସମାନ ଅଛନ୍ତି ଟିକେ ଧ୍ୟାନ ଦେଇ କେଉଁ ଚିହ୍ନ ହେବ, ଏଇ 3 ମଧ୍ୟରୁ କେଉଁ ଚିହ୍ନ ହେବ ତୁମେ ଏଇଠି ଏଇ ଘରେ ଦେବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ନିକଟରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି, ପ୍ରଶ୍ନ ଅଛି, ଏକ ସମତଳରେ ଡେକ୍ସଟି ବିନ୍ଦୁ ଥାଏ। କେତୋଟି ବିନ୍ଦୁ ଥାଏ, 0 ଥାଏ କିମ୍ବା 126, କିଛି ନୁହଁ କିମ୍ବା ଅସଂଖ୍ୟ, କେଉଁଠି ହେବ ତାର ଉତ୍ତର ଏଇଠି ତୁମେ ଲେଖିବ। ଠିକ୍ ଅଛି, ତାପରେ ଡେକ୍ସ ଗଣିତ ଶାସ୍ତ୍ରର ଏକ ମୁଖ୍ୟ ଅଂଶ। ପରିମିତି, ଅଙ୍କନ, ଗଣିତ ନା ଜ୍ୟାମିତି, କେଉଁଠି ହେବ ତୁମେ ଏଇଠି ଲେଖିବ। ତାପରେ 51 68ର ଗସାଗୁ କେତେ ହେବ। 17 ହେବ ନା 36 ହେବ ନା 16 ହେବ ନା 6 ହେବ। ଠିକ୍ ଅଛି, ତାପରେ କସ୍ତମ୍ଭ ଖସ୍ତମ୍ଭ। ପରବର୍ତ୍ତୀ ପ୍ରଶ୍ନ ଅଛି, କସ୍ତମ୍ଭ ଖସ୍ତମ୍ଭ। ଠିକ୍ ଅଛି, 35 ସେଣ୍ଟିମିଟର 5 ମିଲିମିଟର, ତାପରେ ଅଛି 1 ସେଣ୍ଟିମିଟର, ତାପରେ 100 ସମାନ ଭାଗରୁ 1 ଭାଗ। ଠିକ୍ ଅଛି, ତାପରେ 10 ମିଲିମିଟର, ତାପରେ ଅଛି 1/100 ଅଛି, ତାପରେ 35.5 ସେଣ୍ଟିମିଟର। ଠିକ୍ ଅଛି, କେଉଁଠିକି ହେବ ତୁମେ ଏଇଠି ଜାଣିପାରୁଥିବ ପିଲାମାନେ। ଠିକ୍ ଅଛି, 100 ସମାନ ଭାଗରୁ 1 ଭାଗ, ଏହା ଏଇଠିକୁ ହେବ। ତାପରେ 1 ସେଣ୍ଟିମିଟର ସମାନ 10 ମିଲିମିଟର, ଏହା ଏଇଠିକୁ ହେବ। ଠିକ୍ ଅଛି, ତାପରେ ଏହା ହେବ ତଳକୁ। ଠିକ୍ ଅଛି, ତଳକୁ ହେବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଯେକୌଣସି 5ଟି ପ୍ରଶ୍ନର ଉତ୍ତର ଦିଅ। 5ଟି ପ୍ରଶ୍ନର ଉତ୍ତର ଦେବ। ଠିକ୍ ଅଛି, 1325ରେ ଅତି କମରେ କେତେ ଯୋଗ କଲେ ତାହା 42 ଦ୍ୱାରା ବିଭାଜ୍ୟ ହେବ।
अति सुंदर प्रश्न पिलामाने तुम्हें सब जापर ठीक अच्छे। परवर्ती प्रश्न अच्छी सरल कर उपयुक्त नियम प्रयोग करी 15,625 गुणन 15,625 माइनस 15,625 गुणन 5,625 या तुम्हें नियम प्रयोग कर सरल कर ठीक अच्छे। तापर परवर्ती प्रश्न अच्छी गोटे दोकानी गोटे सप्ताह 2,850 टंका दाम रे 125 टी साइकेल बिक्री कले तेबे से मोट दाम बाबद को केते टंका पाइले। अति सुंदर प्रश्न पिलाମାନେ सब तुम जापर ठीक अच्छे। तापर परवर्ती प्रश्न अच्छी जड़े कृषकों पाखरे 700 चारा थिला से प्रति धाड़ी 32 लेखाएं चारा लगाइले तेबे तांको पाखरे केतोटी चारा गछ बळी थिबो। अति सुंदर प्रश्न ठीक अच्छे। तापर अच्छी अधा क्रम सजाई लेख 2/5 3/4 1/2 5/8 अधा क्रम ठीक अच्छे। अधा क्रम अर्थात बड़रू सान क्रम तुम्हें या सजाई लिख बड़रू सान प्रथम सब बड़ तापर सान तापर सान तापर सान शेष सब सान संख्या लिख ठीक अच्छे। तापर परवर्ती प्रश्न अच्छी दोकानरू कविता 7/5 मीटर लंबर और ललिता 3/4 मीटर लंबर रिबन किणिला उभय मोट रे केते दैर्घ्यर रिबन किणिले ए उभय भवन संख्या को तुम्हें मिसाइब जोग कर ठीक अच्छे। तापर परवर्ती प्रश्न कौन अच्छी देखा। परवर्ती प्रश्न अच्छी 6 नंबर समस्त प्रश्नर उत्तर दियो ठीक अच्छे। जोगफल निर्णय कर 1/10 प्लस 2 1/15 प्लस 3 1/6 या तुम्हें जोगफल कर ठीक अच्छे। परवर्ती प्रश्न अच्छी विद्यालय हॉल पाखरे थरे चली आसवा नीलू 1/5 मिनिट समय निए सेतिकी चलवाई जीतू 7/4 मिनिट समय निए दुजन मध्य किए कम समय निए और केते कम निए। अति सुंदर प्रश्न पिला तुम यार समाधान कर ठीक अच्छे डोंट माइंड। तापर परवर्ती प्रश्न अच्छी वियोगफल निर्णय कर वियोगफल निर्णय कर 3 7/10 माइनस 2 8/15 यार वियोगफल तुम्हें निर्णय कर। परवर्ती प्रश्न अच्छी 15/4 को मिश्र भग्नांश परिणत करी यह संख्या रेखार देखाओ। अति सुंदर पिला माने यह संख्या रेखार मध्य देखाई पारिबो। धन्यवाद पिला माने वीडियोटी आमे आशा करूछु तुमर बहुत काम रे आसीथिबो एवं आसीबो निश्चय ठीक अछि। एवं ध्यान दियो निश्चय ध्यान देव पिला माने जो प्रश्नटी तुम जानी पारिबो नाही जो प्रश्न तुम उत्तर जानी पारिबो नाही यथा शीघ्र तुम कमेंट रे लिखिबो एवं आमे कोन करबू सही प्रश्नर उत्तर यथा संभव कमेंट माध्यम रे हो किंबा एक वीडियो माध्यम रे हो आमे तुम निकट को पहुंचाई देबू ठीक अछि। धन्यवाद पिला माने एपरि वीडियो देखिबा पई हमर ए चैनल को निश्चय सब्सक्राइब करबो सब्सक्राइब करबा को भूलिबो नाही ठीक अछि। धन्यवाद।